ଦୋକାନରୁ ନୂଆ ମେକଅପ୍ ବକ୍ସ ତ ନେଇ ଆସିଲି। ଏବେ ଥରେ ଲଗେଇକି ଦେଖେ ମୁଁ କେମିତି ଦେଖାଯାଉଛି। ବାଃ, ମୁଁ କେତେ ସୁନ୍ଦର ଦେଖାଯାଉଛି। କିଏ କହିବ ମୁଁ ଦୁଇଟା ଛୁଆର ମା? ମତେ ଦେଖିଲେ ସମସ୍ତେ ଭାବିବେ ମୋର ଏଯାଏଁ ବାହାଘର ହେଇନି। ଆରେ ରିନୁ, ତୁ କୋଉଠି ଅଛୁ? ଆରେ ତମେ ଆସିଗଲ? ଯାଉନ ମୋ ପାଇଁ ଟିକେ ଗରମ ପାଣି କରିଦେବ। ନୂଆ ମେକଅପ୍ ବକ୍ସ ଆଣିବା ପାଇଁ ମୁଁ ଅନେକ ସମୟ ଘର ବାହାରିଥିଲି। ଖରାରେ ତ ମୋ ମୁଣ୍ଡ ବୁଲେଇ ଦେଉଥିଲା। ମୁଁ ମେକଅପ୍ ରିମୁଭ୍ କଲା ପରେ ଗରମ ପାଣିରେ ଗାଧେଇଥାନ୍ତି। ରିନୁ, ତୁ ଏ କ'ଣ କହୁଛୁ? ମୁଁ କାମ ସାରି ଏବେ ଘରକୁ ଫେରିଲି। ତୁ ମତେ ଗୋଟେ ଗ୍ଲାସ ପାଣି ନ ଦେଇ କହୁଛୁ ଗରମ ପାଣି କରିବାକୁ? ହଁ, କହିଲି ତ କ'ଣ ଭୁଲ କରିଦେଲି? କୁନି ରୋଷେଇ କରୁଛି, ମୁନି ପାଣି ଆଣିବାକୁ ଯାଇଛି। ସେ ଆସିଲେ ତମକୁ ପାଣି ଦେବ। ମୁଁ ପାଣି ଆଣି ପାରିବିନି। ତତେ ମୁଁ ଆଉ ପାରିବିନି। ଆଗରୁ ଯଦି ଜାଣିଥାନ୍ତି ତୁ ଏମିତି, ମୁଁ କେବେ ତତେ ବାହା ହେଇନଥାନ୍ତି। ସେ ଏମିତି ହେଇଥିଲେ ଭଲ ହେଇଥାନ୍ତା। ମତେ ବି ତୁମ ଘରକୁ ଆଉ ଆସିବାକୁ ପଡିନଥାନ୍ତା। କେତେ ବଡ ବଡ ଘରୁ ମୋ ପାଇଁ ପ୍ରସ୍ତାବ ଆସୁଥିଲା। ମୋ ଭାଗ୍ୟ ଖରାପ, ମୁଁ ତୁମକୁ ବାହାହେଲି। ନହେଲେ 7 ଜନ୍ମରେ ବି ତୁମେ ମୋ ପରି ସୁନ୍ଦରୀ ସ୍ତ୍ରୀ ପାଇନଥାନ୍ତ। ବୁଝିଲ? ମୁଁ ତୋ ସହ ଯୁକ୍ତିରେ ପାରିବିନି। ମତେ ଖାଲି କହ, ଆଜି କ'ଣ କ'ଣ ତୁ ରୋଷେଇ କରିଛୁ? ମତେ କାହିଁକି ପଚାରୁଛ? କୁନିକୁ ପଚାର। ଏତେ ଗରମରେ ମୁଁ ରୋଷେଇ କରି ପାରିବିନି। କୁନି ଆଉ ମୁନି ରୋଷେଇ କରୁଛନ୍ତି। ଛି ରିନୁ, ଏତେ ଛୋଟ ଛୋଟ ଛୁଆଙ୍କୁ ତୁ ରୋଷେଇ କରଉଛୁ? ମା କୁନି, ମା ମୁନି, ତମେ 2 ଜଣ କୋଉଠି ଅଛ? ଏମିତି କହି ବାପା ଚଢ଼ି ତା 2 ଝିଅଙ୍କ ପାଖକୁ ଗଲା। ରିନୁ ପୁଣି ଥରେ ନିଜକୁ ଆଇନାରେ ଦେଖି କହିଲା, ମୁଁ ଏତେ ସୁନ୍ଦର ବୋଲି ମତେ କେହି ସହି ପାରୁନାହାନ୍ତି। ସମସ୍ତେ ଚାହୁଁଛନ୍ତି ମୋ ସୁନ୍ଦରତା ନଷ୍ଟ ହେଇଯାଉ। ଭାବୁଛନ୍ତି ମୁଁ କିଛି ଜାଣିପାରିବିନି, ହେଲେ ମୁଁ ସବୁ ଜାଣିଛି। ଏ କ'ଣ ରେ ମା, ତୁ ନିଆଁ ପାଖରେ ବସି ରୋଷେଇ କରୁଛୁ? ମୁନି କୁଆଡେ ଗଲା? ବାପା, ଘରେ ପାଣି ନଥିଲା ତ ମୁନି ପାଣି ଆଣିବାକୁ ଯାଇଛି। ତମେ 2 ଭଉଣୀ ସାରା ଦିନ କାମ କର, ଆଉ ତମ ମାନଙ୍କ ମା ସାରା ଦିନ ନିଜକୁ ସଜେଇବାରେ ହିଁ ବ୍ୟସ୍ତ ରୁହେ। ଇଏ କେମିତିକା କଥା? ମାରେ, ତୁ ଏପଟେ ଆସେ, ମୁଁ ରୋଷେଇ କରିବି। ନା ବାପା, ତୁମକୁ କିଛି କରିବାକୁ ପଡିବନି। ମୁଁ ରୋଷେଇ ଜାଣିଛି। କିଛି ସମୟ ପରେ ମୁନି ଆସିବ। ତାପରେ ଆମେ ତୁମକୁ ଖାଇବା ବାଢି ଦେବୁ। ତୁମେ ଜମା ଚିନ୍ତା କରନି। ଏ କ'ଣ ବାପା, ତୁମେ କାନ୍ଦୁଛ କାହିଁକି? କାନ୍ଦିବିନି କେମିତି କହିଲୁ? ମା ଥାଉ ଥାଉ ଏଇ ଛୋଟ ବୟସରେ ତମେ ମାନେ କେତେ କଷ୍ଟ ପାଉଛ। ବାହାଘର ପରେ ପରେ ହିଁ ତମ ମାନଙ୍କ ମା ନିଜ ରୂପକୁ ନେଇ ଭାରି ଅହଙ୍କାର କରୁଥିଲା। ଭାବିଥିଲି ସମୟ ସହିତ ସେ ବଦଳି ଯିବ, କିନ୍ତୁ ନା, ତମ ମାନଙ୍କ ମାର ଅହଙ୍କାର ଏବେ ବି କମିନି। ବାପା, ଚିନ୍ତା କରନି। ଦେଖିବ ଦିନେ ଦିନେ ମା ନିଜ ଭୁଲ ବୁଝିପାରିବେ। ସେମାନେ ଏପରି କଥା ହେବା ସମୟରେ ରିନୁ ସେଠାକୁ ଚାଲି ଆସିଲା ଆଉ ତାଙ୍କର ସବୁ କଥା ଶୁଣିନେଲା। ମୁଁ କ'ଣ ଭୁଲ ବୁଝିପାରିବି? କିରେ, ମୋ ନାଁରେ କ'ଣ କହୁଛ ବାପାଙ୍କୁ? ମା ନାଁରେ ଖରାପ କଥା କହିବା ପାଇଁ ତମ ମାନଙ୍କୁ ଟିକେ ଲାଜ ଲାଗୁନି? ଛି ରିନୁ, ତୁ ନିଜ ଛୁଆଙ୍କୁ ଏପରି କଥା କେମିତି କହିପାରୁଛୁ? ତୁ ତାଙ୍କୁ ଯେତେ କଷ୍ଟ ଦେଲେ ବି ସେମାନେ କେବେ ବି ତୋ ନାଁରେ ଖରାପ କଥା କହିବେନି। ମତେ ମିଛ କୁହନି, ମୁଁ ନିଜ କାନରେ ସବୁ ଶୁଣିଛି। ତୁମେ ବି ଗୋଟେ କଥା ମନେ ରଖ, ଅନ୍ୟ ସ୍ତ୍ରୀ ମାନଙ୍କ ପରି ସାରା ଦିନ ମୁଁ ତୁମ କାମ କରିପାରିବିନି। ମା, ତୁମେ ଜମା ବି ରାଗନି। ଆମେ 2 ଭଉଣୀ ସବୁ କାମ କରିନେବୁ। ହଁ, ତମ ମାନଙ୍କୁ ହିଁ ସବୁ କାମ କରିବାକୁ ପଡିବ। ମୁଁ ଏତେ ସୁନ୍ଦର ଆଉ ମୋ ଛୁଆ 2ଟା ଏତେ କଳା। ତମେ ମାନେ ଯଦି ମୋ ପରି ସୁନ୍ଦର ହେଇଥାନ୍ତ, ମୁଁ ତମ ମାନଙ୍କୁ କିଛି କାମ କରିନଥାନ୍ତି। ରିନୁ, ତୁ ଅଧିକ କଥା କହୁଛୁ। ଏବେ ଏସବୁ ବନ୍ଦ କର। କ'ଣ ଭୁଲ କଥା କହୁଛି ମୁଁ? ଏମିତିରେ ଏମାନେ କଳା। ଏଇ 2 ଜଣ ଯଦି ଘର କାମ ନ ଶିଖିବେ, ପଛରେ ତାଙ୍କ ବାହାଘର କରିବା କଷ୍ଟ ହେବ। ସେମାନେ ଯାହା କରୁଛନ୍ତି ଠିକ କରୁଛନ୍ତି। ଏମିତି କହି ରିନୁ ସେଠାରୁ ଚାଲିଗଲା। ରିନୁର କଥା ଶୁଣି ତାର 2 ଛୁଆ କାନ୍ଦିଲେ। କାନ୍ଦନି ରେ ମା, ଜମା କାନ୍ଦନି। ଆମ ଭାଗ୍ୟଟା ହିଁ ଖରାପ। ନହେଲେ କ'ଣ ନିଜ ମା ତା ଛୁଆମାନଙ୍କୁ କଷ୍ଟ ଦେଇ ପାରନ୍ତା? ବେଳେ ବେଳେ ମୁଁ ଭାବେ, ରିନୁ ଯଦି ତା ଅହଙ୍କାରର ଶାସ୍ତି ପାଆନ୍ତା କେତେ ଭଲ ହୁଅନ୍ତା। ବାପା, ଏମିତି କୁହନି। ତୁମେ ବସ, ମୁଁ ଖାଇବା ବାଢୁଛି। କୁନି, ଏ କୁନି, ମତେ ଗୋଟେ ଗ୍ଲାସ ପାଣି ଆଣିଦେଲୁ। କୁଆଡେ ଗଲା ଏ ଝିଅ? ମୋ କଥା ଜମା ବି ଶୁଣୁନି। ମୁଁ ଯାଇ ଦେଖେ। କିରେ, ତମେ ମାନେ ଏଠି କ'ଣ କରୁଛ? ଏତେବେଳୁ ଡାକୁଛି, ତମ ମାନଙ୍କୁ ଶୁଣା ଯାଉନି? ମା, ମୁନି ପାଠ ବୁଝି ପାରୁନଥିଲା। ମୁଁ ତାକୁ ପଢିବାରେ ସାହାଯ୍ୟ କରୁଥିଲି।
କଣ କହୁଥିଲ କି ମା? ହଁ, ଯା ଗୋଟେ ଗ୍ଲାସ ପାଣି ଆଣିବୁ। ତତେ ଡାକି ଡାକି ମୋ ତଣ୍ଟି ଶୁଖିଗଲାଣି। କିନ୍ତୁ ମା, ଘରେ ତ ପାଣି ନାହିଁ, ମୁଁ କେମିତି ତୁମକୁ ପାଣି ଦେବି? କଣ ହେଲା? ଘରେ ଟିକେ ବି ପାଣି ନାହିଁ, ଆଉ ତମେ ମାନେ ଏଠି ବସି ପାଠ ପଢୁଛ? ଯାଅ ଶୀଘ୍ର ନଦୀରୁ 2 କଳସି ପାଣି ଆଣିବ। ମା, ମୁନିର କାଲି ପରୀକ୍ଷା, ସେ ଘରେ ବସି ପାଠ ପଢୁ। ମୁଁ ଯାଉଛି ନଦୀରୁ ପାଣି ନେଇ ଆସିବି। ତାର ପାଠ ପଢିବା କିଛି ଦରକାର ନାହିଁ, ସେ ବି ତ ସାଙ୍ଗରେ ଯାଉ। ତମ 2 ଜଣଙ୍କର ଯୋଉ ଚେହେରା, ଯଦି ଘର କାମ ନ କରିବ ତମ ମାନଙ୍କୁ କେହି ବାହା ହେବେନି। ଏବେ ଶୀଘ୍ର ଯାଅ, ନହେଲେ ମୋଠୁ ମାଡ଼ ଖାଇବ। ଭୟରେ 2 ଭଉଣୀ ନଦୀକୁ ପାଣି ଆଣିବାକୁ ଗଲେ। ସେମାନଙ୍କୁ ଦୂରରୁ କିଛି ଚଢ଼େଇ ଦେଖୁଥିଲେ। ସେମାନେ ରିନୁ ପାଖକୁ ଆସିଲେ। ଆରେ ରିନୁ, ତୁ ତ 2 ଝିଅଙ୍କୁ ନଦୀକୁ କାହିଁକି ପଠଉଛୁ? ସେମାନେ ବି ବହୁତ ଛୋଟ। ଏଇ ଛୋଟ ବୟସରୁ ଏତେ କାମ କରିବା ଠିକ ନୁହଁ। ମୋ ଝିଅ ମାନଙ୍କୁ କଣ କରେଇବି ନ କରେଇବି ସେ କଥା ମୁଁ ବୁଝିବି। ଚାଲି ଆସିଲେ ମତେ ଠିକ ଭୁଲ କହିବାକୁ। ଏମିତି କାହିଁକି କହୁଛୁ ରିନୁ? ତୋ ଝିଅ 2ଟା ନା ଭାରି ଭଲ, ସେମାନେ ତୋର ସବୁ କଥା ମାନନ୍ତି। ଏମିତି ଝିଅ ପାଇବା ତ ଭାଗ୍ୟର କଥା। ହଁ ରିନୁ, ମୁଁ ସବୁବେଳେ ଦେଖେ ତୋ 2 ଝିଅ ଘରର ସବୁ କାମ କରନ୍ତି, ହେଲେ ତୁ ସବୁବେଳେ ନିଜକୁ ସଜେଇବାରେ ହିଁ ବ୍ୟସ୍ତ ରହୁ। ଏତେ ଅହଙ୍କାର ଭଲ ନୁହଁ। ଦେଖିବୁ ଦିନେ ଦିନେ ତୁ ନିଜ ଅହଙ୍କାରର ଶାସ୍ତି ପାଇବୁ। ଏମିତି କହି ସେ ଚଢ଼େଇ ମାନେ ସେଠାରୁ ଚାଲିଗଲେ। କୁନି ଆଉ ମୁନି ଅନେକ କଷ୍ଟ ପାଉଥିଲେ। ଦିନେ ରାତିରେ, ଆରେ ମୁନି, ମା ଆମକୁ ଟିକେ ବି ଭଲ ପାଆନ୍ତିନି। ଆଜି ଯାଇ ଆମେ ମାର ସ୍ନେହ ପାଇଲେନି। ଭଗବାନ କାହିଁକି ଯେ ଆମକୁ ଏତେ କଳା କଲେ? ହଁ ଦିଦି, ମତେ ବି ଭାରି କଷ୍ଟ ହେଉଛି। ମା ଯଦି ଆମକୁ ଆଦର କରନ୍ତେ କେତେ ଭଲ ହୁଅନ୍ତା। 2 ଭଉଣୀ ଏପରି କହି କାନ୍ଦୁଥିଲେ। ତାଙ୍କର ସବୁ କଥା ଜହ୍ନ ଶୁଣୁଥିଲା। ସେ କହିଲା, ଏ ଛୁଆ 2ଟାଙ୍କୁ ଏତେ କଷ୍ଟରେ ଦେଖିଲେ ମତେ ଜମା ଭଲ ଲାଗେନି। ମୁଁ ତାଙ୍କ ମାଆକୁ ଆଜି ଉଚିତ ଶିକ୍ଷା ଦେବି, ଯେମିତି ସେ ଜାଣିବ ଅହଙ୍କାରର ପରିଣାମ ସବୁବେଳେ ଖରାପ ହେଇଥାଏ। ଏମିତି କହି ଜହ୍ନ ନିଜ ଆଲୁଅ ରିନୁ ଉପରେ ପକେଇଲା। ରିନୁର ସୁନ୍ଦର ଚେହେରା କଳା ପଡ଼ିଗଲା। ସେପଟେ ଜହ୍ନ ତାର ଆଲୁଅ କୁନି ଆଉ ମୁନି ଉପରେ ପକେଇଲା। ସଙ୍ଗେ ସଙ୍ଗେ ସେ 2 ଛୁଆ ସୁନ୍ଦରୀ ହେଇଗଲେ। କଣ ମୁଁ ଏମିତି କଳା ହେଲି କେମିତି? ମୁଁ ତ କିଛି ବି ବୁଝିପାରୁନି। ଏ ତୋର କଣ ଅବସ୍ଥା ହେଲା? ମୁଁ ଜାଣିନି ଏସବୁ କେମିତି ହେଲା। ରାତିରେ ତ ମୁଁ ଭଲ ଥିଲି। କଣ କୁନି ମୁନି, ତମେ ମାନେ ଏତେ ସୁନ୍ଦର କେମିତି ହେଲ? ଆରେ ଠିକ କଥା ତ, ମା କୁନି ମୁନି, ତମେ ମାନେ ଏତେ ସୁନ୍ଦର କେମିତି ହେଲ? ଏ ସବୁ ନିଶ୍ଚୟ ଭଗବାନଙ୍କ ଲୀଳା। ଦେଖିଲୁ ରିନୁ, ଆଜି ତୁ ଯାହା ହେଇଛୁ ସେସବୁ ତ ଅହଙ୍କାର ପାଇଁ। ଭଗବାନ ମତେ ମୋ ଅହଙ୍କାରର ଶାସ୍ତି ଦେଇଛନ୍ତି। ମା କୁନି ମୁନି, ତମେ ମାନେ ମତେ କ୍ଷମା କରିଦିଅ। ଆଜି ମୁଁ ମୋ ଭୁଲ ବୁଝିପାରୁଛି। ମାର ଏପରି କଥା ଶୁଣି କୁନି ଆଉ ମୁନି ତାଙ୍କ ମାକୁ କ୍ଷମା କରିଦେଲେ। ସେଦିନ ପରଠାରୁ ରିନୁ ପୁରାପୁରି ବଦଳିଗଲା। ସେ ଆଉ ତାର ଝିଅମାନଙ୍କୁ କାମ କରିଲାନି। ଏମିତି କୁନି ଆଉ ମୁନିର ସବୁ ଦୁଃଖ ଦୂର ହେଲା। ରିନୁ, ହେ ରିନୁ, ଓହୋ, ଏଇ ଝିଅଟା କୁଆଡେ ଗଲା କେଜାଣି? ହଁ ମା, ମତେ ଡାକୁଥିଲ? ଆରେ ମା, ମୁଁ କିଛି ଶୁଖିଲା କାଠ ଆଣିଛି। ତୁ ଏସବୁ ନେଇ ବଜାରକୁ ଯା। ଏ ଶୁଖିଲା କାଠ ବିକି ଯାହା ବି ଟଙ୍କା ପାଇବୁ ଖାଇବା ଆଣିବୁ। ଘରେ ଆଉ ଜମା ଖାଇବା ନାହିଁ। ଆଚ୍ଛା ଠିକ ଅଛି ମା, ମୁଁ ଏବେ ବଜାରକୁ ଯାଉଛି। ତାପରେ ରିନୁ ଶୁଖିଲା କାଠ ଧରି ବଜାରକୁ ଗଲା। ସେତେବେଳେ ତାର ନଜର ଗୋଟେ ଚଢ଼େଇ ଉପରେ ପଡ଼ିଲା। ସେ ଚଢ଼େଇ ଗୋଟେ ଆମ୍ବ ଚାରା ଧରି ଛିଡ଼ା ହେଇଥିଲା। ଏ ଆମ୍ବ ଗଛଟି ଦେଖିବାକୁ କେତେ ସୁନ୍ଦର ହେଇଛି। ଆମ ପାଖରେ ତ ଗୋଟେ ବି ଗଛ ନାହିଁ। ଅନ୍ୟର ଗଛରେ ଘର କରି ରହୁଛୁ। ପ୍ରତ୍ୟେକ ମାସ ସେ ଗଛର ମାଲିକକୁ ଟଙ୍କା ଦେଇ ଦେଇ ଆମର ଅନେକ ଟଙ୍କା ସରିଗଲାଣି। ମୁଁ ଯଦି ଗଛ ନେଇପାରନ୍ତି କେତେ ଭଲ ହୁଅନ୍ତା। ଏ ଆମ୍ବ ଗଛ ବଡ଼ ହେଲେ ଆମେ ତା ଡାଳରେ ଘର ତିଆରି କରି ରହିପାରିବୁ, ଆଉ ତା ସହ ଆମ୍ବ ବିକ୍ରି କରିପାରିବୁ। ଏମିତି ଚିନ୍ତା କରି ରିନୁ ତାର ଶୁଖିଲା କାଠ ବିକ୍ରି କଲା। ଆଉ ସେ ଟଙ୍କା ଧରି ସେଇ ଚଢ଼େଇ ପାଖକୁ ଗଲା। ଶୁଖିଲା କାଠ ବିକା ଟଙ୍କା ଦେଇ ରିନୁ ଆମ୍ବ ଗଛ କିଣିଲା ଆଉ ଘରକୁ ଫେରିଲା। ସେ ତାର ମାକୁ ସବୁ ଘଟଣା କହିଲା। ତୁ ଏଡେ ବଡ଼ ବୋକି,
ମୁଁ ତତେ କହିଥିଲି ଖାଇବା ଆଣିବାକୁ, ଆଉ ତୁ ତା ନ ଆଣି ଗଛ ଧରି ଆସିଛୁ। ମୁଁ ତତେ ଆଉ ପାରିବିନି, କହିବି ଗୋଟେ ଆଉ ଇଏ କରିବ ଗୋଟେ। ମା, ଘରେ ତ କିଛି ଶୁଖିଲା ଖାଇବା ଅଛି, ଆଜି ଦିନଟା ଆମେ ସେ ଖାଇବା ଖାଇ ଦେଇଥିବା। ଆଉ ତା ଛଡ଼ା ଥରେ ଭାବି ଦେଖ ମା, ଏଇ ଗଛ ଯେତେବେଳେ ବଡ଼ ହେବ ଆମେ ଏଇ ଗଛ ଡାଳରେ ଘର ତିଆରି କରି ରହିପାରିବା। ତା ସହ ଆମେ ଏଇ ଗଛର ଫଳ ବିକ୍ରି ବି କରିପାରିବା। ମୋଠୁ ଯଦି ମାଡ଼ ଖାଇବାକୁ ଚାହୁଁନୁ, ଏବେ ହିଁ ମୋ ଆଖି ସାମ୍ନାରୁ ପଳା। ମା ପାଖରୁ ଗାଳି ଶୁଣି ରିନୁ ସେ ଚାରା ଗଛ ଧରି ବାହାରକୁ ଆସିଲା, ଆଉ ତାପରେ ସେ ଗଛ ଲଗେଇଲା। ଆରେ ଆମ୍ବ ଗଛ, ମା ପାଖରୁ ଗାଳି ଶୁଣି ତତେ ଲଗେଇଛି। ତୁ ମତେ ଜମା ବି ନିରାଶ କରିବୁନି, ଭଲରେ ବଢିବୁ ଆଉ ମତେ ଅନେକ ଫଳ ଦେବୁ। ସେଦିନ ପରଠାରୁ ରିନୁ ଆମ୍ବ ଗଛର ବହୁତ ଯତ୍ନ ନେଉଥିଲା, ଆଉ ପ୍ରତ୍ୟେକ ଦିନ ତା ସହ କଥା ବି ହେଉଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ଆମ୍ବ ଗଛ ବଡ଼ ହେଇ ସେଥିରେ ଫଳ ଫଳିଲା। ଆରେ ଆମ୍ବ ଗଛ, ତତେ ଅନେକ ଅନେକ ଧନ୍ୟବାଦ। ତୁ ମୋ କଥା ରଖିଲୁ। ସତରେ ତୋ ଗଛରେ ଅନେକ ଫଳ ହେଇଛି। ଫଳ ହେବନି କେମିତି ମାଲିକାଣୀ? ତୁମେ ମୋର ଅନେକ ଯତ୍ନ ନେଇଛ। ଯେତେବେଳେ ମୋର ସବୁ ଆମ୍ବ ପାଚିଯିବ, ତୁମେ ମୋ ଆମ୍ବ ବିକ୍ରି କରିପାରିବ। ଆରେ ସାଙ୍ଗ, ତୋ ଭାଗ୍ୟ ତ ଏବେ ବଦଳିଗଲା। ତୋ ଗଛରେ କେତେ ଗୁଡ଼ିଏ ଆମ୍ବ ଫଳିଛି। ଆମ୍ବ ବିକ୍ରି କରି ତୁ ଏବେ ବହୁତ ଧନୀ ହେଇଯିବୁ। ଆଚ୍ଛା, ମତେ ଗୋଟେ ତୋ ଗଛର ଆମ୍ବ ଦେଲୁ, ଚାଖିକି ଦେଖିବି କେମିତି ଲାଗୁଛି। ଆରେ ସାଙ୍ଗ, ଆଉ କିଛି ଦିନ ଅପେକ୍ଷା କର। ଗଛର ଆମ୍ବ ଆଗ ପାଚି ଯାଉ, ତାପରେ ତୋର ଯେତେ ଇଚ୍ଛା ସେତେ ଆମ୍ବ ଖାଇବୁ। ଏମିତି କଥା ହେଇ ସେମାନେ ସେଠାରୁ ଚାଲିଗଲେ। ସେମାନେ ଯିବା ପରେ ଗୋଟେ ଚଢ଼େଇ ଆରାମ କରିବା ପାଇଁ ସେ ଗଛକୁ ଆସିଲା। ଏଇ ଏଇ, କିଏ ତୁ? ମୋ ପାଖରେ ଆସି କାହିଁକି ବସିଲୁ? ଏତେ ବଢିଆ ଶୋଇଥିଲି, ମୋ ନିଦଟାକୁ ଭାଙ୍ଗିଦେଲା। ତୁ କଣ କହୁଛୁ ଆମ୍ବ? ମୁଁ ତ ତୋର କିଛି କ୍ଷତି କରିନି। ମୁଁ ରହିବା ପାଇଁ ଜାଗା ଖୋଜୁଥିଲି। ମୋ ଛୁଆଟି ଛୋଟ, ଆମେ ଥକି ଯିବାରୁ ଆରାମ କରିବା ପାଇଁ ଏଠାକୁ ଚାଲି ଆସିଲୁ। ଆରାମ କରିବା ପାଇଁ ତତେ ଆଉ କୋଉଠି ବି ଜାଗା ମିଳିଲାନି? ଏଇ ଗଛଟା ହିଁ ଦେଖାଗଲା। ମୁଁ କେତେ ସୁନ୍ଦର ବଡ଼ ଆମ୍ବଟିଏ ହେଇଛି। ଆରାମ କରୁ କରୁ ତୁ ଯଦି ମତେ ଖାଇଦେବୁ, ଯା ଯା ଆଉ କୋଉଠି ଯାଇ ଆରାମ କର। ସେ ଗର୍ବୀ ଆମ୍ବର ଏପରି କଥା ଶୁଣି ଚଢ଼େଇ ତା ଛୁଆକୁ ନେଇ ସେଠାରୁ ଚାଲିଗଲା। ଅନ୍ୟ ଆମ୍ବଙ୍କ ତୁଳନାରେ ସେ ଆମ୍ବଟି ବହୁତ ବଡ଼ ଆଉ ସୁନ୍ଦର ହେଇଥିବାରୁ ସେ ଭାରି ଗର୍ବ ଅହଙ୍କାର କରୁଥିଲା। ଯା ହଉ, ସେ ଚଢ଼େଇଟା ଏଠୁ ପଳେଇଲା। ମୁଁ ଆଉ ଥରେ ଟିକେ ଶୋଇପଡେ। ଅଧିକ ଶୋଇଲେ ସିନା ମୁଁ ଆହୁରି ବେଶୀ ବେଶୀ ସୁନ୍ଦର ହେଇଯିବି। ଏମିତି କହି ସେ ଗର୍ବୀ ଆମ୍ବ ଶୋଇପଡ଼ିଲା। ଏ ସବୁ ଘଟଣା ଆମ୍ବ ଗଛ ଦେଖୁଥିଲା। ସେ ଗର୍ବୀ ଆମ୍ବର କଥା ଶୁଣି ଅନେକ ରାଗିଗଲା, ହେଲେ ସେ ତାକୁ କିଛି ନ କହି ଚୁପ୍ ରହିଲା। ଏହିପରି ଆହୁରି କିଛି ଦିନ ବିତିଗଲା। ଆମ୍ବ ଗଛର ସବୁ ଆମ୍ବ ପାଚିଲା। ଆରେ ବା ଆମ୍ବ ଗଛ, ତୋର ସବୁ ଆମ୍ବ ପାଚି ଯାଇଛି। ମୁଁ ଏବେ ସବୁ ପାଚିଲା ଆମ୍ବ ବଜାରକୁ ନେଇ ବିକ୍ରି କରିବି। ଆମ୍ବ ବିକା ଟଙ୍କା ମାକୁ ଦେଲେ ମୋ ମା ଅନେକ ଖୁସି ହେଇଯିବେ। ହଁ ହଁ ମାଲିକାଣୀ, ତୁମେ ସେମିତି କର। ମୋର ସବୁ ଆମ୍ବ ତୋଳି ନେଇଯାଅ। ସେମିତି ହେଲେ ଆଉ କିଛି ଦିନ ପରେ ପୁଣି ଥରେ ମୋ ଗଛରେ ଫୁଲ ଫଳ ହେବ। ଆଚ୍ଛା ଠିକ ଅଛି, ମୁଁ ଏବେ ବସ୍ତା ନେଇ ଆସୁଛି। ତାପରେ ଚଢ଼େଇ ବସ୍ତା ଆଣି ଆମ୍ବ ତୋଳିଲା। ଯେମିତି ସେ ବଡ଼ ଆମ୍ବକୁ ତୋଳିବା ପାଇଁ ଗଲା, ବଡ଼ ଆମ୍ବଟି କହିଲା, ଏଇ ଏଇ ଚଢ଼େଇ, ତୁ ଏତେ ଗୁଡ଼ିଏ ଆମ୍ବ ତୋଳିଲୁ, ତତେ ହେଲାନି ଯେ ଆହୁରି ମତେ ତୋଳିବାକୁ ଚାହୁଁଛୁ? ଆରେ ଆମ୍ବ, ତୁ ଏବେ ବହୁତ ବଡ଼ ହେଇଗଲୁଣି। ତତେ ଯଦି ମୁଁ ନ ତୋଳିବି, କିଛି ଦିନ ପରେ ତୁ ପଚିଯିବୁ। ନା ନା, ମୁଁ କେବେ ପଚିବିନି। ମୁଁ ନିଶ୍ଚୟ ଯାଦୁର ଆମ୍ବ ହେଇଥିବି, ସେଥିପାଇଁ ତ କଥା କହିପାରୁଛି। ତୁ ବାକି ଆମ୍ବ ନେଇ ଚାଲିଯା, ମତେ ବିରକ୍ତ କରନି। ଏତେ ଅହଙ୍କାର ଭଲ ନୁହଁ ଆମ୍ବ। ଦିନେ ନା ଦିନେ ଅହଙ୍କାରର ପତନ ଘଟିଥାଏ। ମାଲିକାଣୀ, ତାକୁ ବୁଝେଇକି କିଛି ଲାଭ ନାହିଁ। ସେ ଅହଙ୍କାର କରୁଥାଉ, ସମୟ ଆସିଲେ ସେ ନିଜେ ବୁଝିଯିବ। ଗଛର ଏପରି କଥା ଶୁଣି ଚଢ଼େଇ ହସିଲା, ଆଉ ତା ଆମ୍ବ ବସ୍ତା ନେଇ ବଜାରକୁ ଗଲା। ଆମ୍ବ ନିଅନ୍ତୁ ଆମ୍ବ, ତାଜା ତାଜା ମିଠା ଆମ୍ବ। ସେଦିନ ଚଢ଼େଇ ଆମ୍ବ ବିକ୍ରି କରି ଅନେକ ଟଙ୍କା ପାଇଲା। ସେ ସବୁ ଟଙ୍କା ଧରି ଚଢ଼େଇ ତା ମା ପାଖକୁ ଆସିଲା। ଏଇ ଦେଖ ମା, ମୁଁ ଆମ୍ବ ବିକ୍ରି କରି କେତେ ଟଙ୍କା ପାଇଲି। ଆଉ କିଛି ଦିନ ପରେ ଆମେ ନିଜ ପାଇଁ ଗୋଟେ ଘର କିଣିନେବା। ଏବେ ତୁମେ ଖୁସି ତ? ହଁ ରେ ମା, ମୁଁ ଆଜି ଭାରି ଖୁସି। ସେଦିନ ତତେ ଏତେ ରାଗିବାର ନଥିଲା। ତୁ ଆଜି ପ୍ରମାଣ କରିଦେଲୁ
ତୁ ଭାରି ବୁଦ୍ଧିମତୀ। ମୁଁ ଖାଇବା ରୋଷେଇ କରିଛି, ହାତ ମୁହଁ ଧୋଇ ଏଆ, ମୁଁ ବାଢ଼ି ଦେବି, ତୁ ଖାଇବୁ। ସେପଟେ ଦିନେ ଗୋଟେ ମିଟୁ ଆମ୍ବ ଗଛ ରାସ୍ତାରେ ଯାଉଥିଲା। ଗଛରେ ଗୋଟିଏ ମାତ୍ର ଆମ୍ବ ଦେଖି ସେ ଅଟକି ଗଲା। ଏଇ କଣ, ଗଛରେ ଗୋଟିଏ ମାତ୍ର ଆମ୍ବ ଅଛି? ଆମ୍ବକୁ ଦେଖି ଭୋକ ଲାଗିଲାଣି, ଯାଏ ଏ ଆମ୍ବଟାକୁ ଖାଇ ମୋ ଭୋକ ମେଣ୍ଟାଏ। ଏଇ ଖବରଦାର, ମତେ ଜମା ଛୁଇଁବୁନି। ଆରେ ଆମ୍ବ, ମୁଁ ତତେ ଖାଇଲେ ମୋ ଭୋକ ମେଣ୍ଟିବ, ଆଉ ତୁ ଯଦି ଏମିତି ଅନେକ ସମୟ ଯାଏ ରହିବୁ ତୁ ପଚିଯିବୁ, ସେତେବେଳେ ତତେ କେହି ଖାଇପାରିବେନି। ସେ କଥା ତତେ ଚିନ୍ତା କରିବାକୁ ପଡିବନି, ମୁଁ କହିଲି ନା ତୁ ମତେ ଖାଇପାରିବୁନି। ଅହଙ୍କାରୀ ଆମ୍ବ, ବହୁତ ହେଇଗଲା, ଏବେ ତୁ ତ ଅହଙ୍କାରର ଶାସ୍ତି ପାଇବୁ। ଏଇ ନିଅ, ଏବେ ଅହଙ୍କାରୀ ଆମ୍ବକୁ ଖାଇଦିଅ। ମିଟୁ ଯେମିତି ଆମ୍ବ ଖାଇବା ପାଇଁ ତାକୁ ଧରିଲା, ଆମ୍ବ ଦୌଡ଼ିକି ଆଗକୁ ଚାଲିଗଲା। ଦୌଡ଼ି ଦୌଡ଼ି ସେ ଅନେକ ଦୂରକୁ ଗଲା। ଏକ ଘାସ ବଣ ଦେଖି ସେ ସେଠି ଲୁଚିଗଲା। ଯା ହଉ, ଲୁଚିବା ପାଇଁ ମୁଁ ଗୋଟେ ଭଲ ଜାଗା ପାଇଗଲି, ଏବେ ମତେ କେହି ଖାଇପାରିବେନି। ଭାରି ଥକା ଲାଗୁଛି, ଯାଇ ଟିକେ ଶୋଇପଡେ। ଏମିତି ସେ ଆମ୍ବ ସେଠି ଶୋଇପଡ଼ିଲା। 2 ଦିନ ପରେ ସେ ସଢ଼ିଗଲା, ତା ଦେହରୁ ଦୁର୍ଗନ୍ଧ ବାହାରିଲା। ଏସବୁ ଦେଖି ଆମ୍ବ ମନରେ ଚିନ୍ତା କଲା, ମୋ ଅହଙ୍କାର ମତେ ଆଜି ନଷ୍ଟ କରିଦେଲା। ମୁଁ ଯୋଉ ଚେହେରାକୁ ନେଇ ଗର୍ବ କରୁଥିଲି ତା ଆଉ ରହିଲାନି। ଭଲ ହେଇଥାନ୍ତା ମତେ କେହି ଖାଇଥିଲେ, ତା ଭୋକ ତ ମେଣ୍ଟିଥାନ୍ତା। ଆମ୍ବଟି ମନ ଦୁଃଖରେ କାନ୍ଦୁଥିଲା, ସେ ଆଉ ଖାଇବାର ଯୋଗ୍ୟ ନଥିଲା। ଧୀରେ ଧୀରେ ସେ ପଚିଗଲା। ଏମିତି ସେ ଗର୍ବୀ ଅହଙ୍କାରୀ ଆମ୍ବର ପତନ ଘଟିଲା।